ସମ୍ବଲପୁର ସ୍ଥିତ ଜିଏମ୍ ବିଶ୍ୱବିଦ୍ୟାଳୟ ଜେଏମ୍ୟୁ ପରିସରରେ ଜେଏମ୍ୟୁ ଓ କୋରାପୁଟ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ କେୟୁ ମଧ୍ୟରେ ଏକ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି। ବୁଝାମଣା ପତ୍ର ସ୍ୱାକ୍ଷରିତ ହେବା ଯୋଗୁଁ ଛାତ୍ରଛାତ୍ରୀ ଅଧ୍ୟାପକ ଅଧ୍ୟାପିକାମାନେ ଉପକୃତ ହେବେ ବୋଲି ଜେଏମ୍ୟୁର କୁଳସଚିବ ଉଲ୍ଲେଖ କରିଛନ୍ତି। ସମ୍ବଲପୁରଠାରେ ୟୁନିକ୍ସ ପକ୍ଷରୁ ଆୟୋଜିତ ରାଜ୍ୟସ୍ତରୀୟ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟରେ କୁଚିଣ୍ଡା ବ୍ଲକ ଅନ୍ତର୍ଗତ ତୁରେଇ ନିକ୍ତିମାଲ ଗ୍ରାମର ହର ବରଙ୍କ ପୁଅ ଲିପ୍ସନ ବର ରନର୍ସ ଅପ୍ ହୋଇ ନିଜ ଗାଁକୁ ପହଞ୍ଚିଥିବା ବେଳେ ତାଙ୍କର ଶୁଭେଚ୍ଛୁମାନେ ସ୍ୱାଗତ ସତ୍କାର କରିଛନ୍ତି। ବାମ୍ରା ଗରିଆମାଲ ମୁଖ୍ୟ ରାସ୍ତା ଲମ୍ତି ଛକଠାରେ ଟ୍ରକ୍ ଧକ୍କାରେ ଜଣେ ମାନସିକ ଅନଗ୍ରସର ମହିଳାଙ୍କ ମୃତ୍ୟୁ ହୋଇଛି। ପରିଚୟହୀନ ଥିବା ଏହି ମହିଳାଙ୍କ ଶବ ବ୍ୟବଚ୍ଛେଦ ପରେ ବାମ୍ରା ସରପଞ୍ଚ ସଂଘ ସଭାପତି ବିମଲ ଲାକ୍ରା ଓ ଗୋବିନ୍ଦପୁର ଥାନା ଏଏସ୍ଆଇ ସୁଖଦେବ ଦେହୁରୀଙ୍କ ଉପସ୍ଥିତିରେ ମୁଣ୍ଡାଢିପା ଶ୍ମଶାନରେ ଶବ ପୋତି ଦିଆଯାଇଛି। ବାମ୍ରା ବ୍ଲକ କାର୍ଯ୍ୟାଳୟଠାରେ 5ଗୋଟି ଗ୍ରାମ ପଞ୍ଚାୟତର ୱାର୍ଡ ମେମ୍ବରମାନଙ୍କୁ ନେଇ ଏକ ରିଫ୍ରେସର ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ବାମ୍ରା ବିଡିଓ ପୁଷ୍ପକ ପ୍ରଧାନ, ଏବିଡିଓ ସୁଶାନ୍ତ ପଣ୍ଡା ଓ ଜିପିଇଓ ରଞ୍ଜନ ରାମ ଉପସ୍ଥିତ ଥିଲେ। ଜୁଜୁମୁରା ବ୍ଲକର ମହୁଲପାଲିସ୍ଥିତ ଶ୍ରୀ ଅରବିନ୍ଦ ଶିକ୍ଷା କେନ୍ଦ୍ର ମାତୃବିହାର ପରିସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଶିକ୍ଷା କେନ୍ଦ୍ରର ଅଧ୍ୟକ୍ଷା ସନ୍ଧ୍ୟାରାଣୀ ପ୍ରଧାନଙ୍କ ସମେତ ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀମାନେ ଉପସ୍ଥିତ ରହି ବୃକ୍ଷରୋପଣ କରିଥିଲେ। ଲଇକେରା ଥାନା ଅନ୍ତର୍ଗତ କାଙ୍କମୁର ସିମ୍ପଡ଼ାର ପ୍ରତିମା କିଷାନ ଏକ ସାଇକେଲ ଯୋଗେ ନିଜ ଘରକୁ ଫେରୁଥିବା ବେଳେ ସେମ୍ ହାଦସା ଓ ହରେଶ ରୋହିଦାସ ଏକ ବାଇକ୍ରେ ଆସି ତାଙ୍କ ମୋବାଇଲ ଫୋନ୍ ଛଡ଼ାଇ ଫେରାର ମାରିଥିଲେ। ଉଭୟ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବାର ପୋଲିସ ପକ୍ଷରୁ ସୂଚନା ରହିଛି। ଆପନୋ ବିମାରୀ ଭଗାଓ ସ୍ଲୋଗାନ ଦେଇ ମୋଦିପଡ଼ା ଅଞ୍ଚଳରେ ସ୍ୱଚ୍ଛତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ମହାନଗର ନିଗମ କାର୍ଯ୍ୟାଳୟ ପକ୍ଷରୁ ସ୍ୱାସ୍ଥ୍ୟ ବିଭାଗ ୱାର୍ଡ ଅଫିସର ସମ୍ବଲ ଅନୁଷ୍ଠାନର ରାମଦାସ ପଣ୍ଡାଙ୍କ ଉପସ୍ଥିତିରେ ନିଜ ଘର ଆବର୍ଜନାକୁ ମହାନଗର ନିଗମର ଆବର୍ଜନା ସଂଗ୍ରହ ଗାଡ଼ିରେ ଦେବା ପାଇଁ ପରାମର୍ଶ ଦିଆଯାଇଥିଲା।